ଅଛନ୍ତି ବଳରାମ ପ୍ରକଟ ହେଲେ ରୋହିଣୀ ଗର୍ଭ। ତାହେଲେ ପଣ୍ଡିତେ ସମସ୍ତ ଦେବତା ମାନଙ୍କୁ ଏକାଠି କରି ଇନ୍ଦ୍ର ପ୍ରସ୍ତାବ ଦେଲେ ଯେ ବଳରାମ ଗଲେ ମା ଯାଇକି ରହିଲେ ଯଶୋଦାଙ୍କ ଗର୍ଭରେ, ଭଗବାନ ମର୍ତ୍ତ୍ୟକୁ ଯିବେ, ତମେ ଟିକେ ତାଙ୍କୁ ସ୍ୱାଗତ କରିବା ପାଇଁ ଯାଅ। ତାହେଲେ ପଣ୍ଡିତ ଇନ୍ଦ୍ର ପବନକୁ ହଗାରି ବହିରେ ଯାଅ ମଧୁପୁରୀ କଂସର ବନ୍ଦୀ ଘରେ ଯାଇ ବହିବୁ ମଳୟ ପୁରାଏ। ଲେଖିଲେ ବାଙ୍କାଣୀ ଦାସ। ମଳୟ ଆସି ମର୍ତ୍ତ୍ୟପୁରେ କହିଲା କୃଷ୍ଣ ଆସିବ ବୋଲି ପ୍ରଭୁକୁ ଟିକେ ସ୍ୱାଗତ, ଯେମିତି ଆପଣ ମାନଙ୍କର ସ୍ୱାଗତ ମତେ ଫୁଲ ତୋଡ଼ା ଦେଇ ଅଭିନନ୍ଦନ କଲେ, ସେମିତି ଆଜ୍ଞା ଗାଁ ଗହଳିକି ଯେମିତି ଆସନ୍ତି ଆମେ ତାକୁ ଅଭିନନ୍ଦନ କରୁଛେ। ବିଶ୍ୱର ରାଜା ବ୍ରହ୍ମାଣ୍ଡର ସମ୍ରାଟ ଆସିବ, ତାକୁ ଅଭିନନ୍ଦନ କରାଯିବା ପାଇଁ ମଳୟ ଆସି ମର୍ତ୍ତ୍ୟରେ କହିଲେ। ଆସିଲା ବସନ୍ତ ବ୍ୟାଘ୍ର পবিত্র জ্ঞান ভগবান আসিবার সমস্ত ভিতরে আহ্লাদ আনন্দ ତିଆରି କଲେ। ବୃକ୍ଷ ଗୁଡ଼ିକ ପଣ୍ଡିତେ ମଳୟ ପବନର ଆହ୍ଲାଦିତ ପବନରେ ମୁକୁଳିତ ହୋଇଗଲେ। ସମସ୍ତ ଜ୍ଞାନୀ ବ୍ରହ୍ମଜ୍ଞାନୀ ମାନେ ଜାଣି ପଣ୍ଡିତେ ଆଗୁଆ ବ୍ରହ୍ମ ଜ୍ଞାନୀ ବ୍ରହ୍ମକୁ ଚିହ୍ନିଛନ୍ତି ବୋଲି ଆଗୁଆ ପଣ୍ଡିତେ ଯଜ୍ଞ ନାରାୟଣକୁ ଯଜ୍ଞ କୁଣ୍ଡରେ ଆହୁତି ପ୍ରଦାନ କଲେ। ଭଗବାନ ଆସିଲେ ଭାଗବତ ଏକ ସୁନ୍ଦରମୟ ପବିତ୍ର ବାଳକ ବାଳିକାର ପଣ୍ଡିତ ଆନୁକୂଲ୍ୟରେ ଭଗବାନଙ୍କ ଜନ୍ମ ବିଷୟବସ୍ତୁ କରିଥିଲେ। ଓଡ଼ିଆ ଭାଗବତ କହିଲେ ଶୁଣ ହୋ ଗୋବିନ୍ଦର ଜନ୍ମ କୃଷ୍ଣ ଅଷ୍ଟମୀ ନିଶ୍ଚୟ ନାହିଁ ବୋଲି କହିଲେ ବୁଧ ମୁଖ୍ୟ ପରିଚୟ ହବ। ଭଗବାନ ବୋଲି ଦେଖିଲି ଚତୁର୍ଦିଗ ସମାନ ଜଗତ ସଂସାରରେ ନଷ୍ଟ କରୁଛି ଆଜ୍ଞା। ଭଗବାନ ସଂସାର ଅଛି, ଏ ଚାରି ଦିଗକୁ ଯୁଆଡେ ସବୁବେଳେ ସିଏ
ସେ ନଥିଲେ ପୁଣି ତ ସଂସାର ଚାଲିବ। ସେଥିପାଇଁ ଜଗତ ସ୍ଥାବର ଜଙ୍ଗମ ବାପା ମେ ସେ ଜାଣେ। ସେଇ ହଉଛି ସବୁ ଆଜ୍ଞା। ସେଥିପାଇଁ ଭଗବାନଙ୍କୁ କେହି ଜନ୍ମ ଦିଅନ୍ତିନି, ସିଏ ପ୍ରକଟ ହେଇଛି। ଧୀରେ ଚାହିଁଲେ ବସୁଦେବ, ଇଏ ଦେଖିଲେ ଅନାଦି ମାଧବ, ଆଚ୍ଛା ଭଗବାନ ପଣ୍ଡିତ ଯେତେବେଳେ ଦେଖିଲେ ବସୁଦେବ, ପ୍ରଭୁ ଆପଣ ନିଜକୁ ନିଜେ ରକ୍ଷା କରନ୍ତୁ, ମୁଁ ଆପଣଙ୍କୁ ଆଉ ରଖିପାରିବି। ସେଥିପାଇଁ ତତେ ତୁ ହିଁ ରକ୍ଷା କର ମୁଝାର ମନୁଷ୍ୟ ପାତ୍ର ବୋଲି ଭଗବାନଙ୍କ ପାଦରେ ପଡିଲା ବେଳେ ବସୁଦେବ ଦେବକୀ କି ଭଗବାନ ଆଶ୍ୱାସନା ଦେଲେ, ବାପା ଯଦି ଘରେ ଯୋଗ୍ୟବାନ ପୁଅ ଥିବ ବାପା ମା କାନ୍ଦିବେ, ତେଣୁ ମତେ ପାଇକି କାନ୍ଦିଲେ ମତେ ଆସମାନ ଲାଗିବନି। ଏବେ କଥାରେ ନାହିଁ ବେଳ ମତେ ଦେଇ ଇଏ ନନ୍ଦର ଘରେ ମତେ ଥୋଇ ଭଗବାନ ପଣ୍ଡିତ ଆଜ୍ଞା ଦେବା ମାତ୍ରକେ ବସୁଦେବ କହିଲେ, ପାଦର ସାଙ୍ଖୁଳି ପଡୁଛି କେମିତି ଦେବି? ଓଲା ଫିଟିଲା ଲୁହାର ସାଙ୍ଖୁଳି ପଥ କଢାଇଲା, ଇଏ କୋଣରେ ଘେନି ଭଗବାନ କବାଟ ଫିଟିଲା। ଭଗବାନ ପଣ୍ଡିତ କବାଟ ଫିଟିଗଲା, ଲୁହାର ସାଙ୍ଖୁଳି ଭାଙ୍ଗିଗଲା, ଅନ୍ଧାର ଆଲୋକ ହେଇଗଲା। ଗୋଟିଏରେ ଭରି କରି ଯେତେବେଳେ ଗୋପକୁ ଯିବା ପାଇଁ ପ୍ରସ୍ତୁତ ହେଲେ, ସମସ୍ତେ ପଣ୍ଡିତ ଶୋଇଥିଲା ବେଳେ ଜଣେ ଶୋଇଲେ ହେଉଛି ଉଗ୍ରସେନ। ଜଗିଛି ପଣ୍ଡିତ ଉଗ୍ରସେନ। ଭଗବାନ ପଣ୍ଡିତ ପ୍ରତିବାଦ କଲା, ଆକୁ ନେଇକି କଂସକୁ ଦିଏ, ନହେଲେ ତୁ ସହିତ ପୁତ୍ର ମଧ୍ୟ ମରିବ। ଭଗବାନ ସେଦିନ ପଣ୍ଡିତ ଶୁଣଦେବ ଉଗ୍ରସେନ ଆମ୍ଭେ ଯେ ପ୍ରଭୁ ଭଗବାନ, ତୁ ଯେବେ ସତ୍ୟ ଭଗବାନ ଦେଖା ତ ଶଙ୍ଖ ଚକ୍ର। ଉଗ୍ରସେନ ପଣ୍ଡିତ ମଣ୍ଡଳୀ ଭଗବାନ କୃଷ୍ଣକୁ ଦର୍ଶନ କଲା। ଭଗବାନ ଉଗ୍ରସେନକୁ ମୌସେ ଚନ୍ଦ୍ରାବଳୀ ଜପ ବସି କଣ୍ଠେ ତୁଳସୀ ঘরে মাধই আসিবে সজারি আকুরা করে বসিলে চৈত্র মাসরে
জ্যৈষ্ঠ মাসরে যে গুরু গড়িয়া স্নান সারিলে শিব নমারি স্নান সারিয়া বৈশাখ মাসরে আষাঢ় মাসরে ভুলে জাগা লক্ষ্মী ভিজে চলে শ্রী জগন্নাথ আমার মনে যেমন বসুদেব সহিত হল তোর ম্যারেজ তেল খোঁজ করে শূন্য আকাশরে রথ বাহিবা সমୟରେ ଗୋଟେ ସୂର୍ଯ୍ୟବାଣୀ ହେଲାରେ କଂସ ମୁଁ ଭଉଣୀ ଭିଣେଇକି ନେଇ ଦିଲ ଖୋଜ କରି ଯାଉଛୁ ସେଇ ଭଉଣୀର ଅଷ୍ଟମ ଗର୍ଭର ସନ୍ତାନ ତୋତେ ମର୍ଡର କରିବ ସେଇଦିନ ତୋତେ କାଟି ଦେଇଥାନ୍ତି କଣ ଦେବ କି ଦେବର୍ଷି ମନା କଲେ ହରେ ତୁ ଗୋଟେ ରାଜା ହୋଇ ନାରୀ ଗର୍ଭରେ ଶେଷ ବଧ ପାପଙ୍କ ମଧ୍ୟ ଏ ପ୍ରମାଦ ଏ ଦିନେ କର୍ମ ଯେ କରନ୍ତି ଆୟୁଷ ଥାଉ ସେ ମରନ୍ତି ମାନେ କଂସ ଗୋଟେ ରାଜା ହେଇ ତ ଭଉଣୀକି ମର୍ଡର କରିବୁ କେତିକି ବେଳେ ତୋର ସ୍ୱାମୀ ବସୁଦେବ କହିଲା ହେ ବନ୍ଧୁ ତମ ଭଉଣୀକି ତମେ ଛାଡ଼ିଦିଅ ତମ ଭଉଣୀର ଗର୍ଭରୁ ଯେତେ ସନ୍ତାନ ଜନ୍ମ ହେବେ ଜନ୍ମ ହଉ ହଉ ତମ ହାତକୁ ଟେକିଦେବି ଚିନ୍ତା କଲି ଏ ବସୁଦେବ ସତ୍ୟବାଦୀ ନା ମିଥ୍ୟାବାଦୀ ପାଦରେ ସାଙ୍ଖଳି ହସ୍ତରେ ସାଙ୍ଖଳି ମନ୍ଦି ଘରେ ନକିଲି ହେଲେ ଦେବକିଲ ତୁ ଭାଗ୍ୟବାନ ତୁ ଭାଗ୍ୟବତୀ ବସୁଦେବ ହଉଛି ସତ୍ୟ ସନ୍ଧଳା ସତ୍ୟତା ପ୍ରକାଶ କରି ତୋର 6ଟା ପୁଅକୁ ମୋ ହାତକୁ ଟେକିଦେଲ ଆଉ କାପଡ଼ ସେଳରେ ମୁଁ ଗଲି ବନ୍ଧୁ ସପ୍ତମ ଗର୍ଭରେ ଅପହରଣ ହେଲା ମୁଁ ଜାଣିପାରିଲି ଆଉ ଏଇ ଅଷ୍ଟମ ଗର୍ଭରେ ସନ୍ତାନ ମତେ ମର୍ଡର କରିବ ଦେ ମୋ ହାତକୁ ଟେକି ଦେ ଆପଣଙ୍କର 6ଟା ସନ୍ତାନକୁ ମାରି ଦେଇଛନ୍ତି ଭାଇ ସପ୍ତମ ଗର୍ଭରେ ଅପହରଣ ହେଇଗଲା ମୁଁ ବି ଜାଣିନି ଭାଇ ଏ ଆକାଶରେ ସୂର୍ଯ୍ୟବାଣୀ ହେଇଥିଲା ଅଷ୍ଟମ ଗର୍ଭରେ ପୁତ୍ର ଆପଣଙ୍କୁ ମାରିବ ବୋଲି ହେଲେ ଭାଇ ଏ ଅଷ୍ଟମ ଗର୍ଭରେ ମୋର ପୁତ୍ରଟିଏ ହେଇନି ମୋର କନ୍ୟାଟିଏ ହେଇଛି ମୁଁ ନିଜେ ସୋ ଆଖିରେ ମୁଁ ଦେଖିବି ସେଟା ପୁଅ ନା ଝିଅ হ্যাঁ কন্যা হচ্ছে রত্ন কন্যা বলছি হ্যাঁ আচ্ছা কন্যা রতন কর যতন নে ভর কোন সুন্দর বলছো দুহিতা দুই গুণକୁ ବି କାଲାନ୍ତି ହେଇଯିବୁ ଏବେ ସୁନା ରେଟ୍ ଜାଣିଛୁ କି 10 ଗ୍ରାମ ସୁବର୍ଣ୍ଣର ରେଟ୍ 1,70,000 ଏବେ 40,000 ଖସି ଆସିଛି କାଲି 2 କିଲୋ ଗାଁକୁ ନେଇଯିବୁ କିଣି 40,000 হ্যাঁ ମନରେ ବିଚାର ବିଷ୍ଣୁ ମାୟା ଗୋଚର କାମିନୀ ରୂପେ ମାରିଛି ଭଉଣୀ হ্যাঁ ସତ୍ୟ ଯୁଗରେ